ଆଞ୍ଚଳିକ ପାଣିପାଗ ବିଭାଗରୁ ମିଳୁଥିବା ସୂଚନା ଅନୁଯାୟୀ ଆସନ୍ତା 6 ଦିନ ହେବ ବାଦଲ ଫଟା ବର୍ଷା ଏହି ରାଜ୍ୟଗୁଡ଼ିକରେ ପ୍ରବଳ ଛେଚିବ। ଖବରଟି ଜାଣିବା ପୂର୍ବରୁ ଆପଣ ଯଦି ଆମ ଚ୍ୟାନେଲକୁ ପ୍ରଥମ ଥର କରି ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଭିଡ଼ିଓକୁ ବହୁମାତ୍ରାରେ ସେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ। ପାଣିପାଗ ବିଭାଗ କହିଛି ଯେ ଭାରତର ଅନେକ ସ୍ଥାନରେ ମୌସୁମୀ ସକ୍ରିୟ ଅଛି ଏବଂ ପ୍ରାୟ ସାରା ଦେଶରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ପାଣିପାଗ ବିଭାଗ ଅନୁଯାୟୀ ଆଗାମୀ 6ରୁ 7 ଦିନ ମଧ୍ୟରେ ଉତ୍ତର ପଶ୍ଚିମ ମଧ୍ୟ ଏବଂ ପୂର୍ବ ମଧ୍ୟପ୍ରଦେଶ, ପଶ୍ଚିମ ଉତ୍ତରପ୍ରଦେଶ ଏବଂ ପୂର୍ବ ରାଜସ୍ଥାନରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ପୂର୍ବ ଏବଂ ମଧ୍ୟ ଭାରତର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 7 ଜୁଲାଇ ମଧ୍ୟରେ ମଧ୍ୟପ୍ରଦେଶ, ବିଦର୍ଭ, ଛତିଶଗଡ଼ ଭଳି କିଛି ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ଜୁଲାଇ 2ରୁ 5 ମଧ୍ୟରେ ବିହାର, ପଶ୍ଚିମବଙ୍ଗ ଏବଂ ସିକିମ, ଝାଡ଼ଖଣ୍ଡ, ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଜୁଲାଇ 5ରୁ 7 ମଧ୍ୟରେ ମଧ୍ୟପ୍ରଦେଶରେ ଅତ୍ୟନ୍ତ ପ୍ରବଳ ବର୍ଷା ସତର୍କତା ଜାରି କରାଯାଇଛି। ଜୁଲାଇ 2 ଏବଂ 3 ମଧ୍ୟରେ ଝାଡ଼ଖଣ୍ଡ ଏବଂ ଓଡ଼ିଶାର ପ୍ରବଳ ବର୍ଷା ହେବ। ଉତ୍ତର ପଶ୍ଚିମ ଭାରତ ଏବଂ ପୂର୍ବ ରାଜସ୍ଥାନର ବିଭିନ୍ନ ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଜୁଲାଇ 2ରୁ 7 ମଧ୍ୟରେ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପୂର୍ବ ରାଜସ୍ଥାନରେ ପୃଥକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଜୁଲାଇ 5 ପର୍ଯ୍ୟନ୍ତ ଉତ୍ତରପ୍ରଦେଶ, ଜୁଲାଇ 5ରୁ 7 ମଧ୍ୟରେ ପଞ୍ଜାବ, ହରିୟାଣା ଏବଂ ଚଣ୍ଡିଗଡ଼ର ବର୍ଷା ହେବ। ଜୁଲାଇ 2ରୁ 4 ମଧ୍ୟରେ ପଶ୍ଚିମ ରାଜସ୍ଥାନ ଏବଂ ଜୁଲାଇ 2ରୁ 5 ମଧ୍ୟରେ ହିମାଚଳ ପ୍ରଦେଶ ବହୁତ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଜୁଲାଇ 2ରେ ଉତ୍ତରାଖଣ୍ଡ, ଜୁଲାଇ 6 ଏବଂ 7ରେ ପଞ୍ଜାବ, ଜୁଲାଇ 2ରୁ 7ରେ ହରିୟାଣା, ଜୁଲାଇ 2ରେ ଉତ୍ତରପ୍ରଦେଶ ଏବଂ ଜୁଲାଇ 4ରେ ପୂର୍ବ ରାଜସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଆଗାମୀ 6 ଦିନ ମଧ୍ୟରେ କୋଙ୍କଣ ଏବଂ ଗୋଆ ମଧ୍ୟ, ମହାରାଷ୍ଟ୍ର ଘାଟ ଅଞ୍ଚଳ, ଗୁଜରାଟ କ୍ଷେତ୍ରର ପୃଥକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ସୌରାଷ୍ଟ୍ର ଏବଂ କଚ୍ଛରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଉତ୍ତର ପୂର୍ବ ଭାରତର ଅଧିକାଂଶ ସ୍ଥାନରେ ଝଡ଼ ଏବଂ ବଜ୍ରପାତ ସହିତ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ଅଛି। 2 ଜୁଲାଇରେ ଉପକୂଳ ଆନ୍ଧ୍ରପ୍ରଦେଶରେ, 2ରୁ 5 ଜୁଲାଇ ମଧ୍ୟରେ ତେଲେଙ୍ଗାନାରେ, 2ରୁ 7 ଜୁଲାଇ ମଧ୍ୟରେ ଉପକୂଳ ଏବଂ ଉତ୍ତର ଅଭ୍ୟନ୍ତରୀଣ କର୍ଣ୍ଣାଟକରେ, 3ରୁ 7 ଜୁଲାଇ ମଧ୍ୟରେ ଦକ୍ଷିଣ ଅଭ୍ୟନ୍ତରୀଣ କର୍ଣ୍ଣାଟକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଖବରଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରିବା ସହ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ।